ନାଇଁ 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 ଭଉଣୀ ଆଉ ଆଜ୍ଞା ହେବିନି ଅନୁଭବ ଭାଇଙ୍କର ଭଉଣୀ ହେଇକି କିଛି ତ ମିଳିଲାନି ସେ ଅଲଗା କଥା ତ ମନ ଭାରି ଦୁଃଖ ଅଛି। ବେଜିତ ଲାଗିଲା ତ ସେଥିପାଇଁ ଭାବିଛି ଆଉ କାହାର ଭଉଣୀ ହେବିନି ଆଉ କୁଆଡେ ଯଦି ମୁଁ ଜାଗୃତି କୁଆଡେ ଆପଣଙ୍କୁ ଗୋଟେ 10 ଲକ୍ଷର ହୀରା ହାର ଦେଇଛନ୍ତି। ଜାଗୃତି ହଁ ଜାଗୃତି ଶୁକୁଳା ହଁ ନା ସିଏ ମତେ ଦେଇନାହାନ୍ତି। ଦେଇନାହାନ୍ତି କିଛି ନା 10 ଲକ୍ଷର ହାର ପୁଣି ଜାଗୃତି ମତେ ଦେଇଛନ୍ତି ମୁଁ ଆଜ୍ଞା ଏମିତି କିଏ କି ମୁଁ କଣ ଅମ୍ବାନୀ ଭଉଣୀ ମୁଁ ଆଉ କିଛି ତ ନୁହେଁ ଆଜ୍ଞା ଅନୁଭବଙ୍କ ଭଉଣୀ ଆଁ ଅନୁଭବ ନା ଅନୁଭବ ଅମ୍ବାନୀ ଏକା କଥା ଆଜ୍ଞା ସିଏ ଗୋଟେ କୋଟିପତି ଇଏ ଗୋଟେ ସେଲିବ୍ରିଟି ତ ତାଙ୍କ ଭିତରେ କିଛି ମାନେ ଫରକ ନାହିଁ ତେଣୁକରି ମୁଁ ଅନୁଭବ ଭାଇଙ୍କର ଆଉ ଭଉଣୀ ହେଇକି ନାହିଁ ମୁଁ ବର୍ତ୍ତମାନ ସାଧାରଣ ନାଗରିକର ନାରୀ ଅନୁଭବଙ୍କ ଭଉଣୀ ପଦରୁ ଇସ୍ତଫା ଦେଇଥିଲେ କି? ଇସ୍ତଫା ଦେଇଦେଲି ଅନୁଭବଙ୍କ ଭଉଣୀ ପଦରୁ ଆଜ୍ଞା ମୁଁ ଇସ୍ତଫା ଦେଇଦେଲି କାହିଁକି ଯୋଉଠି ଭଉଣୀ ହେଇ କିଛି ଲାଭ ମିଳୁନି ସେଟା ଭଉଣୀ ହେବି କଣ ଫିଲ୍ମ ଆସିବ ଭଉଣୀ କି ଡକା ହବନି ଫିଲ୍ମ ହଲରେ ପଡିବ ଭଉଣୀ କି ଡାକିବେନି ସ୍ତ୍ରୀ କି ମାଆକୁ ନେଇ ପଳେଇବ ତାହେଲେ ମୋ ଭଉଣୀ ଲାଭ କଣ ହଁ। ଆପଣ ମାନେ କହୁନାହାନ୍ତି ଅନୁଭବଙ୍କ ଭଉଣୀ ହେଇକି ଲାଭ କଣ ମୁଁ ଆଉ ଆଜ୍ଞା ଭଉଣୀ ହେବି ନାହିଁ ଆଉ ସେତେବେଳେ ଯୋଉ ଭଉଣୀ ହେଇଥିଲେ ସେତେବେଳେ କଣ ଲାଭ ମିଳିଥିଲା? ମାନେ ମୁଁ ଗୋଟେ ଆଶା ନେଇକି ଅନୁଭବ ଭାଇଙ୍କର ଭଉଣୀ ହେବାକୁ ଆସିଥିଲି ହଁ। ମାନେ ଭାବିଲି କାଳେ ଫିଲ୍ମ ରିଲିଜ ହେଲେ ହଲରେ ମାଗଣା ଟିକେଟ ମିଳିବ ଆଜ୍ଞା ଲୋଭ ମଣିଷଙ୍କର ଗୋଟେ ମାନେ ପ୍ରକୃତି ମଲେ ତୁଟିବ ତେଣୁକରି ମୋର ଗୋଟେ ଆଶା ନେଇକି ମୁଁ ଭଉଣୀ ହେଇଥିଲି ଡାକିବେ କି କଣ ଗୋଟେ ଦେବେ ତ କିଛି ମିଳିଲାନି ସେଥିପାଇଁ ଇସ୍ତଫା ଦେଇଦେଲି ଭଉଣୀ କ୍ୟାରେକ୍ଟର ଆଚ୍ଛା ଏବେ ତ ଜ୍ୟୋତିଙ୍କର ବହୁତ ସିନେମା ହଉଛି ତମେ ଜ୍ୟୋତିଙ୍କ ସିନେମା ଯଦି ଭଉଣୀ ହୁଅନ୍ତ ସିଏ ବି ଟିକେଟ ଦିଅନ୍ତେ। ଆପଣ କଣ କହୁଛନ୍ତି ମୁଁ ଜ୍ୟୋତିଙ୍କ ଭଉଣୀ ହେଇଯିବି ହଁ ସେମିତି କଣ ମୋ ଭଉଣୀ ସମସ୍ତଙ୍କର ସେ କଣ ରାକ୍ଷୀ ବାନ୍ଧିଛି ତାଙ୍କୁ ସେମିତିକା ଭଉଣୀ ହେଇପାରିବନି ସେମିତି ହେଲେ କୋର୍ଟ ପେପର ଦରକାର ହବ ବର୍ତ୍ତମାନ ହେଲେ ମୁଁ ଜ୍ୟୋତିଙ୍କ ଭଉଣୀ ହେଇପାରିବିନି କି ଅନୁଭବଙ୍କ ଭଉଣୀ ନୁହଁ କି ସବ୍ୟସାଚୀ ଭାଇଙ୍କର ଭଉଣୀ ନୁହଁ ମୁଁ କାହାର ଭଉଣୀ ନୁହଁ ମୋ ଭାଇର ଭଉଣୀ ମୋ ଭାଇ ନା ହଉଛି ଭଗୁ ଆଚ୍ଛା ଆଚ୍ଛା ଜାଗୃତି ଭାଉଜ ଭଲ ଲାଗୁଛନ୍ତି ନା ସିମରନ ଭାଉଜ? ଜାଗୃତି ଭାଉଜ ଶିବନ ଭାଉଜ ମୁଁ ଶୁଣିଛି କଣ ଜାଗୃତି ଭାଉଜଙ୍କର କଣ ପିଲାପିଲି ହବ ବୋଲି ଶୁଣିଛ? ହଁ ଶୁଣିଛି ଖୁସି ଖବର ଆଗକୁ ଆଉଛି ଯେ ସେତେବେଳୁ ଯଦି ଭଉଣୀ ହେବି ଭଉଣୀ ନୁହଁ ପିଇସି ହେଇଯିବି ବୋଧେ ପିଇସି ହେଲେ ବୋଧେ କଣ ମିଳିବ ଆଉ ଜାଗୃତି ଆଉ ସିମରନଙ୍କ ଭିତରେ ଯଦି ମୁଁ କାହାକୁ କମ୍ପେୟାର କରିବି ତାହେଲେ ମତେ ସିମରନ ଟିକେ ଅଧିକ ଭଲ ଲାଗନ୍ତି କାହିଁକି ନା ସିଏ ସେ ମାନେ ଅଧିକ ସୁନ୍ଦର। ନାଇଁ ସିଏ ସିରିଏଲରେ ଯୋଉ ମାନେ ଚଣ୍ଡି ରୋଲ କରନ୍ତି ଗୁଣ୍ଡା କ୍ୟାରେକ୍ଟର ଯାହା କୁହନ୍ତି ଭିଲିଆନ ରୋଲ କରନ୍ତି କିନ୍ତୁ ରିଅଲ ଲାଇଫରେ ଏତେ ଶାନ୍ତ ସରଳ ସିମ୍ପଲ ସେଥିପାଇଁ ମତେ ଭଲ ଲାଗେ ଆଉ ସିମରନ ଆଉ ତାଙ୍କ ଶାଶୁଙ୍କ ଯୋଡି କେମିତି ଲାଗେ? ସିମରନ ଆଉ ତାଙ୍କ ଶାଶୁଙ୍କ ଯୋଡି ବହୁତ ବଢିଆ ପୁରା ସାଙ୍ଗ ହେଇକି ମିଶନ୍ତି ଯାହାବି ଜିନିଷ ଆଣନ୍ତି ସାଙ୍ଗ ହେଇକି ଖାଆନ୍ତି ତାଙ୍କ ବ୍ଲଗିଂ ରେ ମୁଁ ଯାହାବି ଦେଖିଛି ତ ଶାଶୁ ବୋହୂ ନୁହଁ ତ ଯିଏ କହିବେ ସାଙ୍ଗ ବୋଲି ସିମରନ ଆଉ ତାଙ୍କ ମା ପୁରା ଦୁଇ ସାଙ୍ଗ ଆଚ୍ଛା ଏଇ ଦି ଜଣ ଏମିତି ଶାଶୁ ବୋହୂ ହେଲା ପରେ ହଁ ପ୍ରାୟ ସେଇମାନଙ୍କୁ ଦେଖିକି କିନ୍ତୁ ଯୋଉ ଶାଶୁ ବୋହୂ ମାନେ ମିଶି ପାରୁନାହାନ୍ତି ସେମାନେ ହଁ ଜଳୁଛନ୍ତି କଣ ତାଙ୍କ ଶାଶୁଘରେ ଏମିତି ଚାଲିଛି ସେଇ କଥାକୁ ନେଇକି କଣ କହିବେ? ଦେଖନ୍ତୁ ସିମରନ ଆଉ ତାଙ୍କ ଶାଶୁ ଯେମିତି ପରିବାରରେ ଚଳୁଛନ୍ତି ଯେମିତି ରହୁଛନ୍ତି ମିଳିମିଶିକି ଖାଉଛନ୍ତି ଯୋଉ ଜିନିଷଟା ହେଲା ସିମରନ ତାଙ୍କ ଶାଶୁକୁ ପଚାରୁଛନ୍ତି ଯୋଉ ଶାଶୁ ବୋହୂ ମାନେ ଆଜିକାଲି କଳି ଯୁଗର ଡିଜିଟାଲ ଶାଶୁ ବୋହୂ ମାନେ ଯଦି ଚଳି ପାରୁନାହାନ୍ତି କଳି କଜିଆ କରୁଛନ୍ତି ତାଙ୍କୁ ଦେଖିଲେ କେହି ଶିଖି ପାରିବେନି ଆଜ୍ଞା ଗୋଟେ ଜିନିଷ ନିଜ ମନ ଭିତରୁ ଯଦି ବାହାରିବ ନାଇଁ ମୁଁ ମୋ ଶାଶୁକୁ ଭଲ ପାଇବା ଦେବି କି ଭଲ ପାଇବି କି କଥା ବୁଝିବି ତାହେଲେ ହବ ଆଉ ସିଏ କଲା ବୋଲି ମୁଁ କରିବି ସେଟା ଲୋକ ଦେଖାଣିଆ ହେଇଯିବ ସେଟା ମନରୁ କି ଅନ୍ତରରୁ ଆସିବ କିନ୍ତୁ ଏଇ ଯୋଉ ଏମାନେ ଏମିତି ଶାଶୁ ବୋହୂଙ୍କୁ ଦେଖଉଛନ୍ତି ହୁଁ ଯାହାଙ୍କର ପଡେନି ଶାଶୁ ବୋହୂ ଭିତରେ ସେମାନଙ୍କୁ କେମିତି ଲାଗୁଥିବ? ଯାହାଙ୍କର ପଡୁନି ଶାଶୁ ବୋହୂ ଭିତରେ ସେମାନଙ୍କୁ ମାଡ ମାଇଲା ଭଳିଆ ଲାଗୁଥିବ କାହିଁକି ନା ସେମାନେ କହିବେ ଦେଖରେ ତା ବୋଉଟା କେତେ ବଢିଆ କରୁଛି ସିମରନ ବୋଉଟା ତା ଶାଶୁ କେତେ ଭଲ ପାଇ ଦଉଛି ମୋ ବୋଉ ସକାଳ ଖାଇ ଝାଡା ଖାଇ ଖାଲି ତ ଦିନ ରାତି ଖଟ ଉପରେ ବସି ମୋବାଇଲ ଦେଖିଲା ଆଉ ସେ କରିବ କଣ ନା ରୋଷେଇରେ ମନ ଅଛି ନା ଶାଶୁ ସେବାର ମନ ଅଛି ଆଣ୍ଠୁ ଗୋଡ ବିନ୍ଧା ହଉଛି ହେଲେ ମୋଡିବାର ନାଁ ନାହିଁ ଶାଶୁ ସେବା କରୁନାହାନ୍ତି ନର୍କରେ ପଡିବେ ଏଇ ସବୁ ଅଭିଶାପ ଶାଶୁ ମାନେ ଦଉଛନ୍ତି